ଦେଖନ୍ତୁ ଆଜି ତ 114 ଜଣର ଫ୍ୟାମିଲିର ଗୋଟେ ଖୁସି କହିଲେ ଚଳେ। ସେମାନଙ୍କ ପିଲାମାନେ 1 ତାରିଖଠୁ ବ୍ରହ୍ମପୁର ଜେଲ ମଧ୍ୟରେ ଥିଲେ, ଯାହାକି ଯୋଉ ଏସ୍ଆଇ ପରୀକ୍ଷାର କେଳେଙ୍କାରୀ ନେଇକି ଆରେଷ୍ଟ କରିଥିଲା ଗୋଳନ୍ତରା ଥାନା। ତାପରେ ଏଇ ଇନକ୍ୱାରି ଏବେ କ୍ରାଇମ ବ୍ରାଞ୍ଚ କରୁଛି। ପରଦିନ ମାନ୍ୟବର ଭିଜିଲାନ୍ସ ଜଜ୍ ସେମାନଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ଏହି ଯେ ଯୋଉ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ କରୁଛି, ଏହି 14 ଜଣ ପିଲାଙ୍କ ବିରୋଧରେ କୌଣସି ପ୍ରକାର ଏଭିଡେନ୍ସ ଦେଇପାରିଲେନି। ସେଦିନ ତାଙ୍କ ଆଇଓ ବି ଆସିଥିଲେ, ସାର୍ ପଚାରିଥିଲେ ଆମର କି କୋଉ ଗ୍ରାଉଣ୍ଡରେ ଆପଣ ଆରେଷ୍ଟ କଲେ, କଣ ତାଙ୍କ ବିରୋଧରେ କାଗଜପତ୍ର ଅଛି ଦିଅନ୍ତୁ। ସେ କୌଣସି ପ୍ରକାର କାଗଜପତ୍ର ଦେଇପାରିନଥିଲେ, ଯାହାଦ୍ୱାରା ସେମାନଙ୍କୁ ଜାମିନ ମିଳିଛି। 3ଟି ସର୍ତ୍ତ ରଖିକିରି ମାନ୍ୟବର କୋର୍ଟ ଜାମିନ ଦେଇଛନ୍ତି। ଆଉ ଏବେ ତ ଇନକ୍ୱାରି ପେଣ୍ଡିଂ ଅଛି। ଆମେ ଆଶା କରୁଛୁ ଭବିଷ୍ୟତରେ ପିଲାମାନେ ନିର୍ଦ୍ଦୋଷରେ ଖଲାସ ହେବେ। ଦେଖନ୍ତୁ ଆମର ତ ଗୋଟେ ଅଛି କି ଗୋଟେ କ୍ରିମିନାଲ କେସ୍ ହେଇଗଲେ କ୍ୟାରିୟର ପିଲାର ଖରାପ ହେଇଗଲେ, ସେମିତି କିଛି ନାହିଁ। ଯେ ପର୍ଯ୍ୟନ୍ତ ସେ ଦୋଷୀ ସାବ୍ୟସ୍ତ ହେଇନାହାନ୍ତି ସେ ପର୍ଯ୍ୟନ୍ତ ସେ ସବୁ ପ୍ରକାର ସରକାରୀ ଚାକିରି ଆବେଦନ କରିପାରିବେ, କୌଣସି ତାଙ୍କର ଅସୁବିଧା ନାହିଁ। ଯେହେତୁ ଗୋଟେ କନସେପ୍ଟ ରହିଯାଇଛି ଯେ ଆପଣଙ୍କ ନାଁରେ କ୍ରିମିନାଲ କେସ୍ ହେଇଗଲା, ସେ ଆଉ କୌଣସି ପ୍ରକାର କାମ କରିପାରିବନି, ସେମିତି କିଛି ନାହିଁ। ପିଲାମାନେ ଯେତେ ପର୍ଯ୍ୟନ୍ତ ଦୋଷୀ ହେଇନାହାନ୍ତି ସେତେ ପର୍ଯ୍ୟନ୍ତ ସେମାନେ ସବୁ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ, ପାଇପାରିବେ।